षोडशोऽध्याय मुख्यर क्रियाविधि। श्री गरुड़ उवाच आहे दया सिंधु मुई शुणी तव मुखु पाप पुण्यात्मक गति एहि भव दुखु चारि खानी जीव जेउ परिकर्मे जात शुणी न ताहा मुईटी हईली विस्मित वर्तमान शुणिबाकु ए इच्छा मोहर मुख्यर स्थायी उपाय कह चक्रधर आहे भगवान देव देवंकर ईश शरणागत जनक वत्सल जीवेश गुर भयंकर एहि असार संसारे सरब दुख मिलित हुई शरीरे नानाविध देहधर इटी एहु जीव अंत नाही केते स्वरूप जे एक ठाव केते जात हेउअछंतिटी प्राणी माने केते मृत हेउअछि असंख्य लिखने सर्वदा तुर भाव से देहे जड़ित सुखी होई न जणे तो नाही कदाचित केउ उपाय कले हेबे सेहु मुक्त आहे प्रभु महाप्रति करिबाकु व्यक्त। श्री भगवान उवाच शुण आहे वैनतेय कहिबा तुम्भंकु प्रश्न जहा करुअछ संसार हितकु जहा शुणिबा मात्र के संसारु संसारी मुक्ति लाभ पाइन जे चले स्वर्गपुरी परम ब्रह्म होइन अछि केहि देव अविद्यारे दृश्यटी जाहार प्रतिबिंब ताहांकर अंशांश जीव संज्ञा बही जीव परमंकर जे अभेद अटई जेउ परी अग्नि मधु उठई स्फुलिंग सही परी ईश्वरांश अटे हुअंग सही जीवे अटई आनंदमय रूप भ्रम घटित हेलेटी पड़ई संताप देहकु आत्मा बोली न करे निरूपण अनेक जोनि भ्रमीण करई कषण जेते परकारे देह अछई ताहार मुख्य गंध न थाएटी शुण पक्षीवर जेबे मानव होइन ज्ञान हृदय हेला ब्रह्मतुल्य सेई देह निश्चय होइला शांत सच्चिदानंद जे हंस रूपी देह ज्ञान एहि परितार होइले संग्रह एहि लक्षणांकु रेहु होई मुख्य प्राप्त सप्तम संबंध एहा किछि नुहे गुप्त वेदांत सिद्धांत अछ इटी जेते ग्रंथ ज्ञान न जन्मिले सेहु अंधकार पथ जेउ परी अंधकारे रजु आदि देखी सर्प भीति की करी न कष्ट उष्ट सुखी एहि परी आत्मा कुटी स्थूल देहे मानी एहि देहे तहु अन्य नाही परिमाणी एहि विकार थिबा पर्यंत देह मध्ये दुख सागर रे मग्न हेब विधि बद्धे जेबे शास्त्र आचार्यंक मुखु पाए ज्ञान तेबे ज्ञान नयन रे करई दर्शन जानई तेते बेଳରେ आत्मा अखंडित अज्ञान जड़मय से शरीर विदित तद अन्ते मुहि जीव बोली न प्रमाणे परमात्माक अंशरु होई अछि जाने भय दुख विरहित होई आनंदरे सम्मुख हुई सेहु ताहांक आगरे
ଯେଉଁପରି ସୂର୍ଯ୍ୟ ରୂପ ଜଳେ ପ୍ରକାଶଇ ସୂର୍ଯ୍ୟ ଅସ୍ତ ହୋଇଗଲେ ପ୍ରଭା ନଦୀ ସଇ ସେହି ପରକାରେ ବ୍ରହୁ ଅନ୍ତର୍ହିତ ହେଲେ ଜଡ଼ ପଦାର୍ଥରେ ପରିଣତ ସେଉ କାଳେ ବାହ୍ୟ ଘଟ ଯେଉଁପରି ଉପାଧି ଧରଇ ଜଳପୂର୍ଣ୍ଣ ଚାହିଁଲେଟି ଆକାଶ ଦିଶଇ ଜଳ ବିନାଶ ହେଲେଟି ଶୂନ୍ୟ ଅଂଶ ଶୂନ୍ୟେ ତହିଁର ଅଂଶ କିଛି ତ ନଥାଇ ସଂଲଗ୍ନେ ଏହିପରି ଲିଙ୍ଗ ଶରୀରର ସମ୍ବନ୍ଧରେ ପରମ ଆତ୍ମାଙ୍କ ଅଂଶରେ ସଦା ଦେହ ଧରେ ନିକଟେ ଅଛନ୍ତି ସେହୁ ଶରୀର ମଧ୍ୟରେ ତତ୍ତ୍ୱଜ୍ଞାନରେ ଦେଖିଲେ ପ୍ରକୃତି ଅପରେ ଜୀବ ମୁକ୍ତି ତତ୍ତ୍ୱ ପାଇବଟି ସେ ସଙ୍ଗରେ ପୁନଶ୍ଚ ଜନମ ତାର ନୁହଁଇ ସଂସାରେ ଶ୍ରୀ ଶୁକଦେବ ଆହୁରି ଦ୍ୱାଦଶ ସ୍କନ୍ଧରେ କହିଅଛନ୍ତି ପରୀକ୍ଷିତଙ୍କର ଆଗରେ ଘଟ ଭିନ୍ନ ହୋଇଗଲେ ଯେପରି ଆକାଶ ଘଟର ପ୍ରତିଷ୍ଠିତରେ ଆକାଶର ଦୃଶ୍ୟ ଏପରି ସମ୍ବନ୍ଧ ଜୀବର ଯେ ଅଛି ବ୍ରହ୍ମେ ବ୍ରହ୍ମ ପ୍ରାପ୍ତି ହେବ ତେବେ ଚିହ୍ନ ଆତ୍ମାରାମେ ପରମ ଅଂଶରେ ଜୀବ ହୁଅଇ ପ୍ରକାଶ କର୍ମ ସଂଯୋଗରେ ଯାଇ ହୁଏ ତାର ପାଶ ସୁଖ ଦୁଃଖ ପୁଣ୍ୟ ପାପକୁ ଯେ ପ୍ରାପ୍ତି ଅର୍ଥେ ରୂପ ଯନ୍ତ୍ରିତ ସୃଷ୍ଟି ହୁଅଇ ପରମାର୍ଥେ ଅବୟବ ସଂଯୁତ ହଇଲେଟି ସମ୍ପୂର୍ଣ୍ଣ ଆୟୁର୍ଭୋଗ କର୍ମ ଜନ୍ମିଳଇ ତତ୍କ୍ଷଣ ପ୍ରତି ଜନ୍ମ ପ୍ରାପ୍ତି ହୁଅଇଟି ସେ ଶରୀରେ ପୁନର୍ବାର ପର ଜନ୍ମ ତାହାର ସଞ୍ଚରେ ସେହି ସୂକ୍ଷ୍ମ ଲିଙ୍ଗ ଦେହ ମୁଖଣ ଅବୟ ନାନାଦି ଘଟ ମଧ୍ୟରେ ହୁଅଇ ସଞ୍ଚୟ ସ୍ଥାବର ଜଙ୍ଗମ କୃମି କୀଟ ପତଙ୍ଗାଦି ପକ୍ଷୀ ପଶୁ ମନୁଷ୍ୟର ଶରୀର ସମ୍ପାଦି ତାହା ତହୁଁ ଧାର୍ମିକ ତ୍ରିଦଶ ବା ମୁଖ୍ୟ ଯଥାକ୍ରମେ ପଦକୋଟି ମିଳଇ ତାକ୍ଷ୍ୟ ଚତୁର୍ବିଧ ଶରୀରକୁ ଧରି ସେହି ଜୀବ ଭୋଗ କରଇ ସହସ୍ର ସହସ୍ର ଏଠାବ ସୁକୃତରୁ ପର ନିଶ୍ଚୟ ହୁଅଇ ମାନବ ସେହି ଦେବ ଜ୍ଞାନ ହେଲେ ମୁକ୍ତିର ସମ୍ଭବ 84 ଲକ୍ଷ ଜୁନି ମାର୍ଗେ ଭ୍ରମି ଭ୍ରମି ଅନେକ କ୍ଲେଶ ଲଭିନ ହୁଏ ପଥ ଶ୍ରମୀ ବିନା ମନୁଷ୍ୟର ତନୁ ନ ପାଇଏ ଜୀବ ତତ୍ତ୍ୱଜ୍ଞାନ ମିଳଇଅଛି ଏ ପ୍ରସ୍ତାବ ଏହିପରି ଜନ୍ମଜାନ ସହସ୍ର ମଧ୍ୟରେ କୋଟି ସହସ୍ର ନିଶ୍ଚୟ ଜନ୍ମି ଥରେ ଥରେ କଦାପିଟି ଜୀବଜନ୍ତୁ ନ ପାଏ ଉଦ୍ଧାର ମନୁଷ୍ୟ ଜନ୍ତୁଟି ପୁରୀ ସଞ୍ଚିତର ଘର ଏହି ପ୍ରକାର ଦୁର୍ଲଭ ଭିନ୍ନ ତନୁ ପାଇ ମୁଖ୍ୟ ଉପାୟ ଯେହୁ ନ କଲା ମର୍ତ୍ତ୍ୟ ଭୂଇଁ ଆତ୍ମଜ୍ଞାନ ତଳେ ମୁକ୍ତ ଦେଖୁଛି ନେତ୍ରରେ ବିପରୀତ ଭାବ ଯେ କି ଚଳେ ନିରନ୍ତରେ ସଂସାରରେ ନିମଜ୍ଜିତ ଘୋର ମୃତ୍ୟୁ ମୁଖେ ଗଭୀର କାଳ ବାରିଧି ବକ୍ଷେ ପଡ଼ି ଦୁଃଖେ ଜରା ରୋଗ ଉଭୟେ ମଗର ସୁଶୁମ୍ବର ବୁଡ଼ାଇ ଅଛନ୍ତି ତହିଁ ନ ବୁଝେ ପାମର ପ୍ରତି ମୁହୂର୍ତ୍ତରେ ସେହି କାଳ ଘଟିଅଛି ଜୟ କରିବ ବୋଲି ନ ବିଶ୍ୱାସ ନୁହୁଛି ଆମ କୁମ୍ଭେ ଯେଉଁପରି ଜଳ ପୂର୍ଣ୍ଣ କଲେ କିଛି କ୍ଷଣରେ ବିଦୀର୍ଣ୍ଣ ହୁଏ ଘଟ ତୁଲେ ଆୟୁ କାଳ ରନ୍ଧ୍ରେ ହୋଇ ଅଛି କ୍ଷୟ ଗତି
ତାହା ଲକ୍ଷ୍ୟ ନୁହଁଟି ସଦା ହୁଏ ସ୍ଥିତି। କାଳ ଯୋଜନାଟି କରୁଅଛି ଏ ପିଣ୍ଡକୁ, ବେଷ୍ଟନ କରି ନଅଛି ପାର୍ଥିବ ଦେହକୁ। ଅନନ୍ତ ଆକାଶ ଭରି ବାୟୁ ଅଛି ପୂର୍ଣ୍ଣ, ସେ ପବନ ପୁନର୍ବାର ହୋଇଛି ଖଣ୍ଡନ। ତରଙ୍ଗ ଲହରୀ ଗୁନ୍ଥା ହୋଇଛି ଯହିଁରେ, ଏକ ସ୍ଥାନରେ ଆୟୁ କିପରି ରହିପାରେ? ପୃଥିବୀ କି ଦହନ କରେ ଯେଉଁ କାଳ, ମେରୁ ପର୍ବତ ନାଶଇ ଯାହାର କବଳ। ଶପଥ ସାଗର ଜଳ ଶୁଷ୍କ ଯେହୁ କରେ, ଶରୀର ଛାର କଥାକୁ ଗଣନା କେ କରେ? ଏ ପୁତ୍ରମାନେ ମୋହର, ଏ ସୁନ୍ଦର ନାରୀ, ଏହି ଧନ ପରିଜନ ଅଟଇ ମୋହରି। ଏହିପରି ଆଧିକ୍ୟକୁ କହେ ମର୍ତ୍ତେ ଜନ୍ମି, କରୁଣାହୀନ କଳଟି ଭକ୍ଷଣ ପ୍ରମାଣୀ। ଏହି କୃତ୍ୟ କାର୍ଯ୍ୟରେ ଅଟଇ କର୍ତ୍ତା ମୁହିଁ, ଅନ୍ୟ କେହି ଏହି କର୍ମ କରି ନ ପାରଇ। ଏହିପରି ମୋହ କାଳେ ହୋଇ ସମାଯୁକ୍ତ, କୃତାନ୍ତ ଦେବଙ୍କରଟି ହୁଏ ଅନୁରକ୍ତ। ନୀତି କାର୍ଯ୍ୟ ଆଜ ନିଭାଇନ ପୂର୍ବାହ୍ନରେ, ଧର୍ମ କଥା କରିବାକ ପରାହ୍ନ କାଳରେ। ତୁମ୍ଭ ବିଚାରକୁ ମୃତ୍ୟୁ କୁଟି ନାହିଁ ଲଗା, କର ଅଥବା ନ କର କରିବ ସେ ଦଗା। ଏଣୁ ମୁଖ୍ୟ କାର୍ଯ୍ୟକୁ ଅପେକ୍ଷା ନ କରିନ, କଟିଏ କର୍ମ ଛାଡ଼ିନ କରିବ ଶୀଘ୍ରେଣ। ବୃଦ୍ଧ ଅବସ୍ଥା ଆସିନ ଦେଖାଏ ପଥକୁ, ପ୍ରଚଣ୍ଡ ବ୍ୟାଧି ସୈନିକ ଆସନ୍ତି ତହିଁକୁ। ଦେହ ଦୁର୍ଗକୁ ମରଣ ଶତ୍ରୁ ବସେ ମାଡ଼ି, ପ୍ରାଣକାରୀ ନେତ୍ରରେ ଦେଖି ନ ଛାଡ଼େ ରଡ଼ି। ପରମେଶ୍ୱରୀ ବିନାଟି ନାହିଁ ଅନ୍ୟ କ୍ଷମା, ଶରଣ ପଶ ବେଗରେ ଭାଜୁତା ଗାରିମା। ତୃଷା ଅଶୁଚି ଦୁହେଁକ ମାଂସକୁ କାଟନ୍ତି, ବିଷୟାଗୃତ ହାଣ୍ଡିର ମଧ୍ୟରେ ପକାନ୍ତି। ରାଗ ଦ୍ୱେଷ ଅଗ୍ନି ତେବେ ହୁଏ ପରିପାକ, ଶତ୍ରୁମାନବ ଦେହକୁ ଭକ୍ଷେ ନାଗାନ୍ତକ। ବାଲ୍ୟକାଳରେ ଅବା ଯୌବନ ଅବସ୍ଥାରେ, ବୃଦ୍ଧ ଗର୍ଭ ସ୍ଥିର ସମୟମାନଙ୍କରେ, ଅବଶ୍ୟ ମୃତ୍ୟୁର ଯୁଗ ଜୀବ ମାତ୍ରେ ହୋଇ। ଧ୍ରୁବ ଅଟଇ ସମସ୍ତ ଜଗତର ପାଇଁ, ଶ୍ରୀ ଭାଗବତରେ ଏହା ହୋଇଛି ପ୍ରକାଶ। ପ୍ରହ୍ଲାଦ କହି ନ ଅଛନ୍ତି ବାଳକେଶ, ଦେହ ସଞ୍ଚରନ୍ତେ ତାହା ସଙ୍ଗେ ମୃତ୍ୟୁ ଥାଇ। ଆଦ୍ୟବର୍ଷ ଶତାନ୍ତରେ ସଂହାର କରଇ, ସ୍ୱଦେହରେ ନିଶ୍ଚୟ ଅଛଇ ଏକ ଜୀବ। ଶରୀରର ନାଶ ଗତେ ଜମାଳ ଏ ଠାବ, ସ୍ତ୍ରୀ ମାତୃ ପିତୃ ଭାତୃ ଯେ ପୁତ୍ରାଦି ବାନ୍ଧବ। କେଉଁ ସମ୍ବନ୍ଧଟି ରହୁଅଛି କର ଭବ, ପୁନର୍ବାର ଯେଉଁ ଦେହ ଅଟଇ ଅଭିନ୍ନ। ସେହି ସଙ୍ଗତେ ନ ଯାଇ ଚଳଇ ଜୀବନ। ପୃଥକ ଶରୀର ଭାର୍ଯ୍ୟା ପୁତ୍ରମାନଙ୍କର, କି ପ୍ରୟୋଜନ ତହିଁକି ହେବ ଖଗବର। ଦେହ ଥିବା ଯାଏ ଭାର୍ଯ୍ୟା ପୁତ୍ର ସମୁଦାୟ, ଜୀବକୁ ଦୁଃଖଦାୟକ ପାପ ସମୁଚୟ। ଏଣୁ ମାନସ ଭକ୍ତି ଭରରେ କରି ଯତ୍ନ, ପରିତ୍ୟାଗ କଲେ କ ପାଇବ ମୁଖ ରତ୍ନ। ଦୁଃଖର ମୂଳ ଅଟଇ ସଂସାର କାରଣ, ତହିଁରେ ଅଛଇ ଏହୁ ଦୁଃଖିତ ତା ପ୍ରାଣ। ତାକୁ ପରିତ୍ୟାଗ କରେ ଯେ ବଣ ପୁରୁଷ, ତାହାଠାରୁ ବଳି ସୁଖୀ ନୁହନ୍ତି ତ୍ରିଦଶ। ଲୋହି ଦାରୁ ନିର୍ବାସିତ ପାଶବନ୍ଧନରୁ, ପୁରୁଷ ବଳରେ ତାହା ଛେଦଇ ଶରୀରୁ। ପୁତ୍ରଦାର ସ୍ୱରୂପଟି ଅଟେ ଯେଉଁ ପାଶ, ତାହାକୁ ଛେଦନ କରି
କେ ଅଛି ମନୁଷ୍ୟ। ଯାବତ କାଳ ଅଛଇ ପୁତ୍ରାଦି ସମ୍ବନ୍ଧ, ମାନସରେ ପ୍ରିୟ ବହି ହୁଅଇ ଆନନ୍ଦ। ତାବତ ଦୁଃଖ ସୁଖରେ ହୁଅଇ ବ୍ୟଥିତ, ହୃଦଏ କିଳକ ବସି ଥାଏ ଦୃଢ଼ ମତ। ଏଣୁ କରି ନଚିତ୍ତେ ତାକୁ ନଦେଲେ ସ୍ଥାନ, ଅତି ଆନନ୍ଦ ଭାବରେ ରହିବ ଜୀବନ। ଅଶେଷ ଧନ ଥାଇ ନ ହେଉଛି ବଞ୍ଚିତ, ନିତ୍ୟ ଧନ ବିନାଶନ ହେଉଛି ଅଗ୍ରତ। ଅତୀବ ଦେଖ ବିଷୟ ଅଟେ ଏହି କଥା, ଗୃହ ରକ୍ଷାକାରୀଙ୍କୁ ଚୁରାନ୍ତି ଚୁର ଯଥା। ଦେହସ୍ଥିତ ଭୀତକୁଟି ଇନ୍ଦ୍ରିୟ ତସ୍କରେ, ହରଣ କରୁଅଛନ୍ତି ନିର୍ଦ୍ଦୟ ଭାବରେ। ମାଂସ ଲୁଭେ ଯେଉଁପରି ମତ୍ସ୍ୟଗଣମାନେ, ବକ୍ରଲୋହ କୁଟି ଦୃଷ୍ଟି ନ କରନ୍ତି ମନେ। ସୁଖ ଲୁଭ ସେହି ପରକାରେ ଏ ଦେହକୁ, ନ ଚାହେଁ କଦାପି ସେହୁ କୃତାନ୍ତ ଭୟକୁ। ହିତ ଅହିତ କିଏ ତା ନ କରି ବିଚାର, ନିତ୍ୟ କୁପଥ ମାର୍ଗରେ ଚଳେ ନିରନ୍ତର। ଜାଲ ଉଠା ଭୋଜନରେ ସଦା କଲେ ନିଷ୍ଠା, ସେହି ନରମାନେ ନର୍କି ଜାଣ ଖଗ ଶ୍ରେଷ୍ଠା। ହିତ ଅହିତ କହନ୍ତି ପ୍ରବୃତ୍ତି ନିବୃତ୍ତି, ହିତ କଥାକୁ ଶୁଣ ହେ ତୁମ୍ଭେ ସାଧୁମତି। ଅହିଂସା ବିଗତ ରାଗ ଆଚାର୍ଯ୍ୟରେ ଭକ୍ତି, ଶୌଚ ସୁଦୃଢ଼ ଆତ୍ମା ଶନିଗ୍ରହେ ମତି। ଗୀତାର ପଞ୍ଚଶୁଳ୍କରେ ହୋଇଅଛି ଉକ୍ତ, ତତ୍ତ୍ୱଜ୍ଞାନ ସାଧନାରେ ନିବୃତ୍ତି ଏ ବ୍ୟକ୍ତ। କହିଅଛନ୍ତି ଅହିତଟି ପ୍ରବୃତ୍ତ ମାର୍ଗକୁ, ଅସତ୍ୟହୀନ ଆଚାର ଶୌଚବିହୀନକୁ। ଦ୍ୱାଦଶ ଶୁଳ୍କରେ ଅର୍ଜୁନକୁ ଭଗବାନ, ଆସୁରୀ ଭାବଟି ଏହି ବୃତ୍ତିରୁ ଉତ୍ପନ୍ନ। ସେହିମାନେ ପ୍ରତି ଜନ୍ମ ନୃଶଂସ ସ୍ୱଭାବେ, ଉଦର ଭରା ନର୍କରେ ସର୍ବଦା ରହିବେ। ଅହିତ କର୍ମଟି ଏହି ଅଧୋଗତି ମାର୍ଗ, ବୁଝି ତ୍ୟାଗ କଲେ କ ପାଇବ ଅପବର୍ଗ। ଆହାର ନିଦ୍ରା ଯେ ମୈଥୁନ ପ୍ରାଣୀଙ୍କର, ସମସ୍ତଙ୍କର ସମାନ ଅଟେ ଏ ପ୍ରଚାର। ହିତ ଅହିତ ଏ ଜ୍ଞାନ ଶୂନ୍ୟ ନରମାନେ, ପଶୁ ସମାନଟି ସେହି କିଛି ନାହିଁ ଭିନ୍ନେ। ଅଧିକ ଜ୍ଞାନ ଯୁଗରେ ମାନବ ବୋଲାଇ, ଜ୍ଞାନହୀନରେ ନିପଟ ପଶୁ ତାଙ୍କୁ କହି। ପ୍ରଭାତରେ ମଳମୂତ୍ର କରେ ଜୀବଗଣ, କ୍ଷୁଧା ତୃଷା କରଇଟି ମଧ୍ୟାହ୍ନ ଭାଗେଣ। ନିଦ୍ରା କାମ ସେବା ରାତ୍ରି କାଳେ ଆଚରଣ, ଦୁର୍ଲଭ କାଳଟି ମୂଢ଼ ପଣେ ଅକାରଣ। ଦେହ ଧରି ନ ମୂଢ଼ ଅଜ୍ଞାନ ହିତାହିତେ, ପୁଚ୍ଛହୀନ ପଶୁ ସେହି ଜନ୍ମି ନର ରେତେ। ସ୍ୱ ଦେହ ଧନ ଧାରା ପୁତ୍ର ଆଦି କରି, ସର୍ବଜନ୍ତୁଙ୍କର ଏହା ଅଟେ ପ୍ରିୟକାରୀ। ପ୍ରିୟ ପଦାର୍ଥ ଯେବେ କି ବହୁତ ମିଳଇ, ତାହାଠାରେ ସ୍ନେହ ଭାବ ଦୂରୀକୃତ ହୋଇ। ଦେହ ଧନ ଧାରାଟି ଯେ ଜାଣି କେତେ ହୋଇ, ସ୍ନେହ ନିବର୍ତ୍ତନ ତାହାଠାରୁ ହେଉନାହିଁ। ଜନ୍ମ ହେଉଅଛି ମରୁଅଛି ବାରମ୍ବାର, ଦୁଃସହିଷ୍ଣୁ ଯାତନାକୁ ଲଭୁଛି ପାମର। ଏତେକ ଷଣ ପାଇନ ଅଜ୍ଞାନେ ମୋହିତ, ବର୍ଷା କାଳରୁ ସମ୍ଭୂତ କୃମିର ସଂଜାତ। ଅଚିରରେ ଜନ୍ମ ଲଭି ଅକାଳେ ମରଣ, ଯାତନା ଭୋଗ ତାହାଙ୍କୁ ହୁଏ ଅନୁକ୍ଷଣ। ଏଣୁ ସର୍ବ ପ୍ରକାର ସଙ୍ଗ କରି ତ୍ୟାଗ, ପରମହଂସ ସଦୃଶ ଜ୍ଞାନେ ସାଧି ଯୁଗ। ସଂସାରର ସଙ୍ଗ ତ୍ୟାଗ କରି ନ ପାରିଲେ,
କହିଲେ ମହତ ଜନର ସଙ୍ଗ କରିବ ଶୟଳେ ତାହା କଲେ ପୂର୍ବଧାରା ଧୀର ସଙ୍ଗ ଭୋଗ ସତସଙ୍ଗ ଭେଷଜରେ ହେବ ପରିତ୍ୟାଗ ମହତ ସଙ୍ଗରେ ହୁଏ ସୁପଥ ଦର୍ଶନ ତାହା ଦେଖି ନ ପାରିଲେ ବିବେକ ଉତ୍ପନ୍ନ ତେବେ ଆତ୍ମା ସ୍ୱରୂପଟି ନିତ୍ୟ ନିରଞ୍ଜନ ନିର୍ମଳ ଚକ୍ଷୁରେ ସେହୁ କରଇ ଦର୍ଶନ ସେହି ଚକ୍ଷୁ ଯେବେ ନାହିଁ ଅଟେ ସେହୁ ଅନ୍ଧ ଅସତ ମାର୍ଗରେ ନିଶ୍ଚେ ଗମିବ ସେ ମନ୍ଦ ବୈରାଗ୍ୟର ଉତ୍ପାଦକ ବାକ୍ୟ କରି ତ୍ୟକ୍ତ ଆପଣା ବର୍ଣ୍ଣାଶ୍ରମର ଧର୍ମେ ନୋହି ଯୁକ୍ତ ଦାମ୍ଭିକପଣରେ କିଛି ନ ଆଣେ ମନକୁ ମିଥ୍ୟାଚାରରେ ବଞ୍ଚଇ ଯାସ୍ମରେ ମନକୁ ପରମ ଅର୍ଥ ମୁଖାଦି ଧର୍ମପଥ ଛାଡ଼ି ବୃଥା ଜନ୍ମ ମରଣରେ ଅନୁବ୍ରତେ ପଡ଼ି କ୍ରିୟାକୁ କରଇ ଶୀତ ଆତପ ସହୀନ ବ୍ରତକୁ କରଇ କ୍ଷୁଧା ତୃଷା କୁଳେନ ଅଜ୍ଞାନରେ ଅବିବେକ ବୃତ୍ତିକୁ ଆଚରି ଭୁକେ ଶୁଷେ ଦେଖାଏ ଏକ ପ୍ରତାରଣା କରି ପରମ ତତ୍ତ୍ୱ ଧର୍ମକୁ ନ ଜାଣଇ ତିଳେ ଗମିବେ ଯାତନା କୋଟି ସେମାନେ ଭୂତଳେ ନାମ ମାତ୍ର କମନରେ ସ୍ୱର୍ଗାଦି ଭୋଗକୁ ବାଞ୍ଛା କରି ନ ମୋହାଦି କରଇ ନିଷ୍ଠାକୁ ମନ୍ତ୍ର ଉଚ୍ଚାରଣ କର ଇଟି ବହୁ କ୍ରତୁ ଜ୍ଞାନ ବିନା ମୁକ୍ଷଣ ନ ଲଭେ କେବେ ଜନ୍ତୁ ଓଳିଏ ଭୋଜନ ଉପବାସ ନିୟମିତେ ଦେହକୁ ଶୁଷ୍କ କରଇ ଶ୍ରଗ୍ୟ ପ୍ରାପ୍ତି ଚିତେ ମୂଢ଼ ଏହି ଭାବରେ ସାକ୍ଷାତ ମୁଖ ଭାବି ଆମ୍ଭ ମାୟାରେ ଭ୍ରମୁଣ ଥାଏ ଜନ୍ମ ଭୁବି କାୟା ଶୋଷଣକୁ କଲେ ନାହିଁ ତହିଁ ମୁଖ ବିବେକ ନ ଜନ୍ମିଲେଟି ନୁହେଁ ପକ୍ଷୀ ଦକ୍ଷ ଯଥା ଉଇ ହୁଙ୍କା ଭାଙ୍ଗି ଦେଲେ ଅଗ୍ରଭାଗ ତାହା ମଧ୍ୟରେ ସ୍ଥିତ ମୃତ ହୁଏ କି ଉରଗ ଦେହକୁ କ୍ଷୀଣ କଲେ କି ହେବ ତହିଁରେ ଅବିବେକ ନ ତୁଟଇ ବୁଝ ମନ ସ୍ଥିରେ ଅବିବେକୀ ହେଲେ ଇଚ୍ଛା ତାର ହୁଏ ନଷ୍ଟ ଇହ ପର ନାଶନକୁ କରଇ ପାପିଷ୍ଟ ବିଶାଳ ଜଟା ଭାରକୁ ବାନ୍ଧି ମସ୍ତକରେ ମୃଗ ଚର୍ମ ଧାରଣକୁ କରିନ ଶରୀରେ ଜ୍ଞାନଶୀଳ ପ୍ରାୟକ ଦାମ୍ଭିକ ବେଶ ଧରି କପଟ ଧର୍ମ କହି ମନ ନିଏ ହରି ଲୋକମାନଙ୍କର ମଧ୍ୟରେ ଜ୍ଞାନବାନ ହୋଇ ଜନକୁ ଭ୍ରମାଏ ଶ୍ରେହୀ ବିଶ୍ୱାସ ଦେଖାଇ ସଂସାର ସୁଖରେ ସେହୁ ଅଭିଳାଷୀ ହୋଇ ବ୍ରହ୍ମଜ୍ଞ ବଲିନ ଗୁପ୍ତେ ପରିଚୟ ଦେଇ କର୍ମ ବ୍ରହ୍ମ ଖେଳନାଟି ପଥ ବ୍ରହ୍ମ ତାର ଚାଣ୍ଡାଳ ପ୍ରାୟକ ଜାଗ କରେ ନାହିଁ ଡର ଗୃହଟି ଅରଣ୍ୟ ସମ ଲୁକର ବ୍ୟବହାର ନିର୍ଲଜ ଭାବରେ ବୁଲେ ହୋଇ ଦିଗମ୍ବର ଗର୍ଦ୍ଦଭ ଆଦି ଯିବେ ତ ଉଲଗ୍ନେ ବୁଲନ୍ତି ସେକି ମୁକ୍ତି ପାଇଯିବେ ନାହିଁ ତାଙ୍କ ଶାନ୍ତି ମୂର୍ତ୍ତିକା ଭସ୍ମ ଦେହରେ ଲେପିଲେ ମାନବ ତାହା ଦ୍ୱାରା ମୁକ୍ତି ଲଭୁଥାନ୍ତି ଯେବେ ଜୀବ ମୁର୍ଦାର ଭସ୍ମବାସୀ ହୀନ ଶ୍ୱାନଖର ସେହି କିବା ମୁକ୍ତି ଲାଭ କରିବେ ସଂସାର ତୃଣପତ୍ର ଉଦକ ଭକ୍ଷିବ ଯେତେ ଜନ ଗ୍ରାମ ଛାଡ଼ି ବନସ୍ତରେ କରନ୍ତି ସ୍ୱସ୍ଥାନ ଜମ୍ବୁକ ମୂଷା ଶଶାଦି ଜୀବଗଣ ମାନେ ତପସ୍ୱୀ ହୋଇଯିବେ କି ଭାବ ତୁମ୍ଭ ମନେ ଆଜନ୍ମ ମରଣ ଅନ୍ତ ପର୍ଯ୍ୟନ୍ତେ ମାନବ ବିଷୟ ବାଞ୍ଛା ଥାଇ ନ ହୋଇଲେ ବୈଷ୍ଣବ ସେହୁ ଯଦି ଗଙ୍ଗା ଆଦି ତଟେ କରେ ବାସ କେବେ ହେ ମୁକ୍ତି ତାହାର ନୁହେଁ ପକ୍ଷୀ ଈଶ ଦେଖ ପ୍ରଭାତରୁ ପୁନର୍ବାର ପ୍ରାତ ଯାଏ ମତ୍ସ୍ୟ ମଣ୍ଡୁକାଦି ଗର୍ତ୍ତ କରି ତହିଁ ଥାଏ ଯେବେ ସେହି ମାନଙ୍କୁ କହିବା ଆମେ ଯୁଗୀ
ଶିବପୁର ଯାଇ ନ ହେବେ କି ସେହି ଭୁଗି ଯେବେ ମିଳନ ହୃଦୟ ଧରେ ନିରନ୍ତର ଗମିବ ଅବଶ୍ୟ ସେହି ଯାତନା ମନ୍ଦିର ଯଥା ଶାସ୍ତ୍ର ମତରେ କରେ ଉପବାସ ଜଳ ଅନ୍ନ କଦାଚିତେ ନ କରଇ ଗ୍ରାସ ବୃଥାରେ ଆତ୍ମାକୁ ଏହୁ କରଇ ପୀଡ଼ନ ସେହି ବ୍ରତ ପୈଶାଚିକେ ହୁଅଇ ଗଣନ ଯେଉଁ ପରି ପାରାବତ ନୀତି ଖାଏ ଗୋଡ଼ି ବ୍ରତୀ ହୋଇବ କି ସେହି ଅଣ୍ଡଜରେ ପଡ଼ି ଚାତକ ଯେଉଁ ପରୀରେ କରିଥାଏ ବ୍ରତ ନବଜଳ ବିନାଟି ନ ପିଏ ଅନ୍ୟ ଖାତ ତେବେ ସେ ବ୍ରତୀ ମଧ୍ୟରେ ହୋଇବ କି ଲେଖା ମୁଖ୍ୟ ଭଗୀ ହୋଇବ କି ଜୀବ ଗଣେ ଶିକ୍ଷା ଏଣୁ କରି ନ ଇତ୍ୟାଦି କର୍ମମାନ ଯେତେ ଲୋକରଞ୍ଜନ ମାତ୍ରକ ଅଟେ ଜଗତେ ମୁଖ୍ୟ କାରଣର ଏହୁ ନୁହଇ କଦାପି ତତ୍ତ୍ୱଜ୍ଞାନ ନୋହିଲେଟି ସିଦ୍ଧ ନୁହେଁ ତପି ଏହି ଭକ୍ତି କୂଟ ଜ୍ଞାନ ପ୍ରଶଂସା ଗ୍ରନ୍ଥରେ ବଶିଷ୍ଠ କହିଅଛନ୍ତି ଅଜନୂପବରେ ଦେଖ ମୀନ ତ୍ରିକାଳରେ ସଦା କରେ ସ୍ନାନ ଫଣି ଗଣେ ତବ କ୍ଷଣ କରନ୍ତି ଜୀବନ ମୁଖାଦି ଜନ୍ତୁମାନେ ତ କରି ପନ୍ନାସନ ଭସ୍ମଲେପି ହୁଅଇ ଗଧ ପ୍ରତିଦିନ ଏକ ଧ୍ୟାନ କରିନ ତବ କଥାଏ ବସି ଚାତକ ଏକ ଆଶାକୁ କରଇ ନୈରାଶୀ ମୂଷିକ ଗୁମ୍ଫା ମଧ୍ୟରେ ରହଇ ସର୍ବଦା ଏହି କର୍ମ ଗାମିନୀ କି ଅଟେ ଯେ ମୁଖ୍ୟଦା ଏହି ଆଚରଣେ କିଛି ନାହିଁ ପ୍ରୟୋଜନ ଶରୀର ମଧ୍ୟରେ ଯେବେ ଜାତ ହୁଏ ଜ୍ଞାନ ରାଧାକୃଷ୍ଣ ଗୁଣର କୀର୍ତ୍ତନ ବ୍ୟତିରେକେ ଆତ୍ମା ନିନ୍ଦିତ ଅଟଇ ଏ ଧର୍ମ ମାନଙ୍କେ ଦାମ୍ଭିକ ପଣରେ ନୁହେଁ ବର୍ଣ୍ଣାଶ୍ରମ ଧର୍ମ ସେହି ଧର୍ମ ନ ସେବିଲେ କ୍ରିୟାର ବିଭ୍ରମ କ୍ରିୟାହୀନ ହେଲେଟି ହୁଅଇ ବୁଦ୍ଧିଭ୍ରଷ୍ଟ ହଇଲେଟି ଶାସ୍ତ୍ର ଜ୍ଞାନେ କଷ୍ଟ ଶାସ୍ତ୍ର ଜ୍ଞାନ ନୋହିଲେ ନୁହେଁ ମୁଖପ୍ରଦ ନୁହିଲେ କ ଶାନ୍ତି ନୁହେଁ ଖେଦ ଶାସ୍ତ୍ର ପଢ଼ି କରି ମୁଖ ମାର୍ଗକୁ ଜାଣଇ ତାହା ଆଚରଣ କଦା କାଳେ ନ କରଇ ଷଡ଼ଶାସ୍ତ୍ର ତାମସିକ କୂପ ସଦୃଶରେ ପତନ ହୋଇନ ଅନ୍ୟାତ୍ମାକୁ ସ୍ଥିର କରେ ଦ୍ୱିପଦ ପଶୁ ଜାତୀୟ ଅଟଇ ନିଶ୍ଚୟେ ପରମାର୍ଥ ଜ୍ଞାନ ସ୍ୱରୂପକୁ ଜ୍ଞାତ ନୁହେଁ ପଶୁ ଯେଉଁ ପରି ଦୃଢ଼ ବନ୍ଧନରେ ଥିଲେ ଛେଦିନ ତାହାକୁ ଯାଇ ନ ପାରଇ ଭଲେ ସେହିପରି ତୃଷାର ଜୁରେ ସେ ହୋଇ ବନ୍ଧା ଆତ୍ମାର ନିସ୍ତାର ପଥ ଛାଡ଼ି ଗ୍ରସ୍ତେ ଧନ୍ଦା ବେଦଶାସ୍ତ୍ର ଅବଗୁର ଅର୍ଣ୍ଣବ ଆକାର ତାହା ମଧ୍ୟରେ ମଗ୍ନ ହୋଇ ବ୍ୟାକୁଳିତ ନର ଅଳିକ ଷଡ଼ ଉର୍ମି ଯେ ଉଠଇ ତହିଁରୁ ତାର୍କିକ ଗଣଟି ସ୍ଥଳ ନ ପାଏ ଯହିଁରୁ ବେଦର ଆଗମ ପୁରାଣକୁ କରେ ଦୀକ୍ଷା ପରମାର୍ଥ ତତ୍ତ୍ୱ କୋଟି କରଇ ଅପେକ୍ଷା ଅପରେ କହେ ଧର୍ମ ଆପଣେ କରେ ଅନ୍ୟେ ଉପହାସ୍ୟ ପଛରେ ତ କରୁଥାନ୍ତି ଜନେ ତାର ଶାସ୍ତ୍ର ବ୍ୟାଖ୍ୟା ଅଟଇ ଯେ ଅକାରଣ କାଖ ଭାସିଲା ପ୍ରାୟ ବଚନ ପ୍ରମାଣ ତତ୍ତ୍ୱଜ୍ଞାନର ବିନା ପଠନ ଶ୍ରମ ବୃଥା ଜ୍ଞାନ ପ୍ରାପ୍ତି ସାଧନରେ ଅଟେ ମୂଳ କଥା ପୂର୍ବ ଲକ୍ଷଣ ମତରେ ପଡ଼ି ଜ୍ଞାନ ଜାଣି ଚିନ୍ତା ଖେଦେ ସମାକୁଳ ସର୍ବଦା ଯେ ପ୍ରାଣୀ ପଢ଼ଇ ଅହର୍ନିଶିରେ ନାନା ଶାସ୍ତ୍ରମାନ ଶତବର୍ଷୁ ଅଧିକଟି ନ ରହେ ଜୀବନ ସେହି ଅତି ସାମାନ୍ୟ ଅଟଇ ଗଣନରେ ତହୁଁ ଅର୍ଦ୍ଧେକ କଟାଇ ନିଦ୍ରାଳସ୍ୟରେ
ଏହି ଉକ୍ତି ଭାଗବତ ସପ୍ତମ ସ୍କନ୍ଧରେ। ବାଳକଙ୍କୁ ଶ୍ରୀ ପ୍ରହ୍ଲାଦ କହିଲେ ଭକ୍ତିରେ, ମନୁଷ୍ୟମାନଙ୍କର ଆୟୁଷ ବର୍ଷ ଶତ, ତହିଁରୁ ଅର୍ଦ୍ଧେକ ଭାଗ ନିଷ୍ଫଳରେ ଗତ। ସେହି ଅର୍ଦ୍ଧକ ଭାଗେ ରାତ୍ରରେ ନିଦ୍ରା ଗମେ, ତମ ଆଚ୍ଛାଦିତ ହୁଅ ଯେହୀନ କର୍ମେ। ପୁନର୍ବାର ପୂର୍ବାର୍ଦ୍ଧରୁ ବାଲ୍ୟ ମୁଗ୍ଧ ଭାବେ, କୁମାରରେ କ୍ରୀଡ଼ାଯୁକ୍ତ ହୁଅନ୍ତି ମାନବେ। ଶେଷ ଜରା ଅବସ୍ଥାଟି ବାଲ୍ୟ ପରି ଜାଣ, ଯୁବା କାଳର କଥାକୁ କହୁଅଛୁ ଶୁଣ। ଦୁଃସାଧ୍ୟ କାମ ବାଣରେ ହୋଇ ପ୍ରପୀଡ଼ିତ, ମୋହନ ହୁଅଇଟି ନ ରହେ ସେ ଚେଷ୍ଟିତ। ବାତୁଳ ଭାବରେ ସେହି ଅବସ୍ଥା ସରଇ, ଶେଷ ଗୃହରେ ଯାଇ ନ ପୁନଶ୍ଚ ପଡ଼ଇ। ଏଣୁ ମୁଖ୍ୟ ଉପାୟରେ ଜାଗ୍ରତ ରହିଣ, ବ୍ରହ୍ମଚିନ୍ତା ହୃଦୟରେ କର ଅନୁକ୍ଷଣ। ଭୟ ସ୍ଥାନ ଏହୁ ସଂସାରଟି ଅବିଶ୍ୱସ୍ତ, ବିଶ୍ୱାସର ଯୋଗ୍ୟ ନର କେହି ନୁହେଁ ସାଥ। କେବଳ ସ୍ନେହରେ କରେ ଆହା ଅନୁତାପ, ସଙ୍ଗ ଆଶ୍ରୟରେ ଏହି ଜୀବ ଲଭେ ପାପ। ଜଳ ଫେନ ସମାନଟି ଅଟେ ଏହି ଦେହ, ତାହା ମଧ୍ୟରେ ଜୀବନ ହୋଇଛି ସଂଗ୍ରହ। କ୍ଷଣଭଙ୍ଗୁର ବାସରେ ବସି କର ପ୍ରିୟ, କାହୁଁ ବସିବ ତୁମ୍ଭେଟି ହୋଇନ ନିର୍ଭୟ। ଅହିତ ପଦାର୍ଥକୁ ହିତ ବୋଲି ନ କହି, ଅନିଶ୍ଚୟ ଦ୍ରବ୍ୟକୁ ଯେ ନିଶ୍ଚୟ ଜାଣଇ। ଅନର୍ଥକୁ ଅର୍ଥ ବୋଲି କରି ପ୍ରମାଣିତ, ଯେଉଁମାନେଟି ସ୍ୱ ଅର୍ଥ ନ ଜାଣନ୍ତି ତତ୍ତ୍ୱ। ବିଷ ସମ ଅର୍ଥ ଜାଣ ଅନହିତ କର୍ମ, ବିଷୟକୁ କହନ୍ତି ଯେ ଅଟେ ସାର ମର୍ମ। ଇଷ୍ଟ ଲୋଭ କୁଟିହିତ ଶାସ୍ତ୍ରରେ କଥିତ, ତତ୍ତ୍ୱଦର୍ଶୀ ମୁନିମାନଙ୍କର ଏହି ମତ। ଅଧ୍ରୁବ ଅଟଇ ଦେହ ସର୍ବକାଳେ ଜାଣ, ଧ୍ରୁବ ବ୍ରହ୍ମକୁ ବୋଲାଇ ବେଦୀର ପ୍ରମାଣ। ଦମ୍ଭ ମିଥ୍ୟା ଆଦି ଯେତେ ଖଳମୂଳ ତତ୍ତ୍ୱ, ସମ ପ୍ରୟୋଜନକୁ ସେ ଅର୍ଥ ନାମେ ଖ୍ୟାତ। ଏହି ଜ୍ଞାନ ଯେଉଁ ନର ମାନଙ୍କର ଅଛି, ସ୍ୱାର୍ଥ କର୍ମରେ ତତ୍ପର ସେମାନଙ୍କୁ ବାଛି। ଆତ୍ମାଜ୍ଞାନ ହେତୁ ମିଳଇଟି ମୁକ୍ତି ତାଙ୍କୁ, ସ୍ୱପ୍ରୟୋଜନ ବିହୀନ ଗମଇ ତମକୁ। ନିଶ୍ଚୟ କରି ନ ଦେଖେ ନ ଦିଶେ ତାହାକୁ, ଗୀତ କର୍ଣ୍ଣରେ ଶୁଭଇ ନ ବୁଝେ ବାକ୍ୟକୁ। ନିଜ ସୁଖରେ ପଡ଼ି ନ ବାରଇ କିଛି, ବେଦ ମାୟାରେ ଭ୍ରମି ନ ପାରଇ ବାଛି। ସେହୁ ମହାପାତକରେ ପାତକୀ ଅଟଇ, ପାବଶ ମୁଖର ଏ ସାଧନ ରୂପ ହୋଇ। ଏ ଦେହରେ ଆତ୍ମାକୁ ଯେ ନ କଲା ନିସ୍ତାର, ତାହାଠାରୁ ବଳି ପାପୀ ଅଛି କେ ସଂସାର। ନର ମଧ୍ୟରେ ବ୍ରାହ୍ମଣ ଆଦି ଶ୍ରେଷ୍ଠ ଜନ୍ମ, ଲଭିନ ଅପ୍ରତିହତ ଶକ୍ତି ଲଭି ଜନ। ଯେ ଆତ୍ମାର ହିତ ମୁଖ ଉପାୟ ନ କଲା, ସେହୁ ନିଶ୍ଚେ ଆତ୍ମାଘାତ ଆପେ ଅର୍ଜିଲା। ବିନା ଶରୀରରେ ଦେବ ଆଦି ଦେହ ଯେତେ, ମୁଖ୍ୟ ପୁରୁଷାର୍ଥ ନ ମିଳଇ କଦାଚିତେ। ଏହି ପ୍ରକାର ବ୍ୟବହାରିକ ନିମିତ୍ତରେ, ଧନ ରତ୍ନ ସମ୍ପତ୍ତି ବି ରହି ସେ ନ ପାରେ। କାୟା ସବଳ ତାହାର ନ ଥାଏ କଦାପି, ତୀର୍ଥାଟନ ଆଦି କର୍ମେ ହୁଅଇ ସନ୍ତାପୀ। ଏଣୁ କରି ଧନ ଜୀବନକୁ କରି ରକ୍ଷା, ନିଯୁଜନ ତାହା କରି ପାପକୁ ଉପେକ୍ଷା। ଦିବ୍ୟ ଶରୀରର ଲାଭ ହୋଇଅଛି ମର୍ତ୍ତେ, ପୁଣ୍ୟକର୍ମ ସାଧନା କରଇ ଆତ୍ମା ହିତେ। ରକ୍ଷା କରିବ ସର୍ବଦା ଆତ୍ମାକୁ ଯତ୍ନରେ, ସର୍ବପ୍ରକାରରେ ମୁଖ ପାତ୍ର ଜାଣି ତାରେ। ଆଦରରେ ଯୋଗାଭ୍ୟାସ କରି ଆଚରଣ, ଶରୀରର ବଳାବଳ କରି ପରିମାଣ।